ଏଣିକି ଗୋଟିଏ କାର୍ଡ଼ରେ ମିଳିବ ସମସ୍ତ ସ୍ୱାସ୍ଥ୍ୟ ସେବା। କାରଣ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ମାସ 10 ତାରିଖ ପରେ ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ସେ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଜାରି ରହିବ। ତେବେ ଭିଡ଼ିଓଟି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବେ। ତେବେ ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରିଦିଅନ୍ତୁ। ତେବେ ସେପ୍ଟେମ୍ବର 10 ତାରିଖରେ ବଜେଟ୍ ଆପ୍ରୋପ୍ରିଏସନ୍ ବିଲ୍ ପାରିତ ହେବ। ତାପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ସୂଚନା ଦେଇଛନ୍ତି। ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ହିତାଧିକାରୀମାନେ ଯେଉଁ ସୁବିଧା ପାଉଥିଲେ, ନୂଆ ସ୍ୱାସ୍ଥ୍ୟ କାର୍ଡ଼ରେ ମଧ୍ୟ ସେହି ସୁବିଧା ସହିତ ଅତିରିକ୍ତ ସୁବିଧା ପାଇବେ। ଅନ୍ୟପଟେ ସାରା ଭାରତବର୍ଷରେ ଏହି କାର୍ଡ଼ ବ୍ୟବହାର ଉପଯୋଗୀ ହେବ। ମୋଟ 27,000ରୁ ଅଧିକ ହସ୍ପିଟାଲରେ ଲୋକମାନେ ରୋଗୀ ସେବାର ସୁବିଧା ପାଇବେ। ରାଜ୍ୟରେ 96 ଲକ୍ଷ ପରିବାର ଏବେ BSKY ଅଧୀନରେ ସ୍ୱାସ୍ଥ୍ୟ ବୀମା ସେବା ପାଉଛନ୍ତି। ଏହି ଯୋଜନାରେ କ୍ୟାସଲେସ୍ ସୁବିଧା ଦିଆଯାଉଛି। 2024-25 ଆର୍ଥିକ ବର୍ଷ ପାଇଁ ବଜେଟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଜେଟରେ ଏଥିସହ ସ୍ୱାସ୍ଥ୍ୟ ବିଭାଗକୁ 21,000 କୋଟି ଦିଆଯାଇଛି। ଗତ ବର୍ଷ ତୁଳନାରେ ଏହା ଅଧିକ। ତେବେ ଏଥର ଆମର ସବୁଠୁ ବଡ଼ ଫୋକସ୍ ପଏଣ୍ଟ ଥିଲା ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରିବା। ଓଡ଼ିଶାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାଁରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏଥିସହ ଗତ ସରକାରରେ ରୋଗୀମାନେ ଯେଉଁ ସୁବିଧା ପାଉଥିଲେ ସେମାନଙ୍କୁ ସେହି ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେପଟେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପାଖାପାଖି 3,000 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ସହ ଆୟୁଷ୍ମାନ ଯୋଜନା ଲାଗୁ ହେବ ଦ୍ୱାରା ରାଜ୍ୟ ଲାଭବାନ ହେବ। ଗତ ସରକାର ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା 60% ଅର୍ଥ ଗ୍ରହଣ ନ କରିବା ଦ୍ୱାରା ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରୁନଥିଲେ ବୋଲି ମୁକେଶ ମହାଲିକ କହିଛନ୍ତି।